ଚଳିତ ବର୍ଷ ଆମ ଦେଶରେ ମହାକୁମ୍ଭ ପାଳନ ହେଉଛି। ପ୍ରୟାଗରାଜ ନାମକ ସ୍ଥାନରେ ପ୍ରତି 12 ବର୍ଷରେ ଆୟୋଜିତ ହୋଇଥାଏ କୁମ୍ଭଯାତ୍ରା ଏବଂ ପ୍ରତି 144 ବର୍ଷରେ ଥରେ ପାଳିତ ହୁଏ ମହାକୁମ୍ଭ। କୁହାଯାଏ ଏହି ସମୟରେ ଦେବତାମାନେ ମଧ୍ୟ ଏହି ସ୍ଥାନରେ ଉପସ୍ଥିତ ହୋଇ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥାନ୍ତି। ଦେବତାମାନଙ୍କୁ ଆମେ ନିଜ ଚର୍ମଚକ୍ଷୁରେ ଦେଖିବା ହୁଏତ ସମ୍ଭବ ନ ହୋଇପାରେ, କିନ୍ତୁ ଦେବତାଙ୍କ ଶରଣରେ ଯାଉଥିବା ଅଗଣିତ ସାଧୁସନ୍ଥଙ୍କୁ ଏକତ୍ର ସ୍ନାନ କରୁଥିବାର ଦେଖିବା ମଧ୍ୟ କୌଣସି ଆଶ୍ଚର୍ଯ୍ୟରୁ କମ୍ ନୁହେଁ। କୁମ୍ଭଯାତ୍ରାରେ ଲକ୍ଷାଧିକ ସାଧୁସନ୍ଥ ତ୍ରିବେଣୀ ସଙ୍ଗମରେ ଏକତ୍ରିତ ହୋଇ ସ୍ନାନ କରନ୍ତି, ଯାହାକୁ ସାହି ସ୍ନାନ ବା ମହତ୍ତ୍ୱପୂର୍ଣ୍ଣ ସ୍ନାନର ଆଖ୍ୟା ଦିଆଯାଇଛି। ପୌରାଣିକ ମତେ ଅମୃତ ଭାଣ୍ଡ ପାଇଁ ଦେବାସୁରଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ଉକ୍ତ ଭାଣ୍ଡରୁ 4 ଟୋପା ଅମୃତ 4ଟି ସ୍ଥାନ ଯଥା ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୟିନ ଓ ନାସିକରେ ପଡ଼ିଯାଇଥିଲା। ସେହି 4ଟି ସ୍ଥାନରେ କୁମ୍ଭମେଳା ଅନୁଷ୍ଠିତ ହେଉଛି। ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ ମହାକୁମ୍ଭ ସ୍ନାନ ଦ୍ୱାରା ପାପ କ୍ଷୟ ହୁଏ। ଏହା ମୋକ୍ଷ ପ୍ରାପ୍ତିର ମାର୍ଗ। ଜ୍ୟୋତିଷ ଶାସ୍ତ୍ର ମତରେ ମଧ୍ୟ ମକର ସଂକ୍ରାନ୍ତି ଠାରୁ ମହାଶିବରାତ୍ରି ପର୍ଯ୍ୟନ୍ତ ମହାକୁମ୍ଭ ସ୍ନାନ ଆଧ୍ୟାତ୍ମିକ, ଶାରୀରିକ ଓ ମାନସିକ ଶକ୍ତିରେ ବିକାଶ ଘଟାଏ, କାରଣ ଏହି ସମୟରେ ବୃହସ୍ପତି ବୃଷ ରାଶିରେ ଅବସ୍ଥାନ କରନ୍ତି ଏବଂ ମକର ରାଶିରେ ରହିଥାନ୍ତି ରବି ଓ ଚନ୍ଦ୍ର। ଫଳରେ ପ୍ରୟାଗର ବାୟୁମଣ୍ଡଳ ପରିପୂର୍ଣ୍ଣ ହୋଇଥାଏ ଆଧ୍ୟାତ୍ମିକ ଶକ୍ତି ଦ୍ୱାରା। ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଙ୍ଗାର ଜଳ, ବାୟୁମଣ୍ଡଳ ତଥା ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଶକ୍ତିର ସତ୍ତା ଅନୁଭବ କରନ୍ତି। ତେଣୁ କୁମ୍ଭମେଳାରେ ଯୋଗ ଦେଲେ ସ୍ୱତଃ ମାନସିକ, ଶାରୀରିକ ଓ ବୌଦ୍ଧିକ ଅଭିବୃଦ୍ଧି ହୋଇଥାଏ। ଏହା ହିଁ ମୋକ୍ଷର ମାର୍ଗ। କୁମ୍ଭ ସ୍ନାନର ଶ୍ରେଷ୍ଠ ଦିବସ ହେଉଛି ମୌନି ଅମାବାସ୍ୟା। ଏହି ଦିନ ସୃଷ୍ଟି ସର୍ଜନା କରିଥିଲେ ବ୍ରହ୍ମା। ତେଣୁ ମୌନି ଅମାବାସ୍ୟାର ସ୍ନାନରେ ମିଳେ ଅମାପସ ଆଧ୍ୟାତ୍ମିକ ଶକ୍ତି। ମହାକୁମ୍ଭ ସମୟରେ ପ୍ରୟାଗଠାରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଓ ସକଳ ଦେବ ସମସ୍ତ ବେଦର ମିଳନ ଘଟିଥାଏ। ଗଙ୍ଗାର ପବିତ୍ର ଜଳ ମଧ୍ୟ ମକର ସଂକ୍ରାନ୍ତି ସମୟରେ ଆଧ୍ୟାତ୍ମିକ ଶକ୍ତି ଦ୍ୱାରା ଶକ୍ତିଶାଳୀ ମନେ ହୁଏ। ତେଣୁ ଗଙ୍ଗା ବୁଡ଼ ଫଳରେ ଅମୃତର ସ୍ୱାଦ ଅର୍ଥାତ୍ ଐଶ୍ୱରିକ ସତ୍ତାର ଉପଲବ୍ଧି ମିଳେ ବୋଲି ବିଶ୍ୱାସ ରହିଛି। ପୌରାଣିକ ମତରେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ପୁରୁଷାର୍ଥ ଅଟେ। ଏଥିମଧ୍ୟରୁ ଅର୍ଥ ଓ କାମ ଲୌକିକ ଏବଂ ଧର୍ମ ଓ ମୋକ୍ଷ ପାରଲୌକିକ ଶ୍ରେଷ୍ଠତା ପାଇଁ ଉଦ୍ଦିଷ୍ଟ। କୁମ୍ଭ ସ୍ନାନ ଏହି ଚତୁର୍ବର୍ଗ ଫଳ ପ୍ରଦାନ କରିଥାଏ। କୁମ୍ଭ ପର୍ବରେ ବିଧିବିଧାନ ପୂର୍ବକ ସ୍ନାନ ଓ ଦାନ ଆଦି କଲେ ଶତ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତି ତଥା ପରଲୋକ ମୁକ୍ତି ଅମୃତତ୍ୱ ପ୍ରାପ୍ତି ହୁଏ। ପ୍ରୟାଗରାଜଠାରେ ଗଙ୍ଗା ଓ ଯମୁନା ନଦୀର ମିଳନ ହେଉଥିବା ବେଳେ ସେଠାରେ ସରସ୍ୱତୀ ନଦୀର ଉପସ୍ଥିତି ରହିବା କଥା ଆମର ଅନେକ ଗ୍ରନ୍ଥରେ ଉଲ୍ଲେଖ ରହିଛି। ଗଙ୍ଗା ନଦୀରେ ସ୍ନାନ କଲେ ମନୁଷ୍ୟର ଜନ୍ମ ଜନ୍ମାନ୍ତରର ପାପ କଳୁଷରୁ ମୁକ୍ତି ମିଳିଥାଏ ବୋଲି ମାନ୍ୟତା ରହିଛି। ମୃତ୍ୟୁ ପରେ ମଧ୍ୟ ଆମ ସନାତନ ହିନ୍ଦୁ ଧର୍ମରେ ମୃତ ବ୍ୟକ୍ତିଙ୍କର ଅସ୍ଥି ଓ ଭସ୍ମକୁ ଗଙ୍ଗାରେ ବିସର୍ଜନ କରିବା ପରମ୍ପରା ହଜାର ହଜାର ବର୍ଷରୁ ଚାଲି ଆସିଛି। ଆମ ସୌରମଣ୍ଡଳରେ ଥିବା ସମସ୍ତ ଗ୍ରହମାନଙ୍କ ବିଷୟରେ ବିଜ୍ଞାନ ଆମକୁ ଜଣାଇବାର ହଜାର ହଜାର ବର୍ଷ ପୂର୍ବରୁ ଆମ ସନାତନ ହିନ୍ଦୁ ଧର୍ମର ମହାନ ବ୍ୟକ୍ତିମାନେ ଆମକୁ ଏହି ବିଷୟରେ ଜଣାଇ ସାରିଥିଲେ। ଗ୍ରହମାନଙ୍କ ମଧ୍ୟରେ ସର୍ବବୃହତ୍ ଓ ସବୁଠାରୁ ଓଜନିଆ ଗ୍ରହକୁ ଗୁରୁ ଅର୍ଥାତ୍ ବୃହସ୍ପତି ବୋଲି କୁହାଯାଏ। ଆମ ଧର୍ମ ପୁସ୍ତକମାନଙ୍କରେ ଉଲ୍ଲେଖ ରହିଛି ଯେ ବୃହସ୍ପତି ଗ୍ରହ ଆମ ପୃଥିବୀକୁ ସର୍ବଦା ସୁରକ୍ଷିତ କରିଆସିଛି। ଅଧୁନା ବୈଜ୍ଞାନିକମାନେ ମଧ୍ୟ ସେହି କଥାକୁ ଦୋହରାଉଛନ୍ତି। ବୃହସ୍ପତି ଗ୍ରହର ଆକର୍ଷଣ ଏତେ ଅଧିକ ଯେ ଆମ ସୌରମଣ୍ଡଳ ମଧ୍ୟରେ ଇତସ୍ତତ ଭାବରେ ଘୁରି ବୁଲୁଥିବା ଉଲ୍କାପିଣ୍ଡ ଆଦିକୁ ସେ ନିଜ ଆଡ଼କୁ ଆକର୍ଷିତ କରି ନେବା ଫଳରେ ସେସବୁ ଅନ୍ୟ ଗ୍ରହମାନଙ୍କ ଦେହରେ ଧକ୍କା ଖାଆନ୍ତି ନାହିଁ। ଏହାକୁ ଗୁରୁତ୍ୱାକର୍ଷଣ ବୋଲି କୁହାଯାଏ। ସେଇଥିପାଇଁ ଆମ ଧର୍ମଗ୍ରନ୍ଥମାନଙ୍କରେ ଗୁରୁଙ୍କ ପ୍ରାଧାନ୍ୟକୁ ଦୃଷ୍ଟିରେ ରଖି ବୃହସ୍ପତି ଗ୍ରହର ସୂର୍ଯ୍ୟଙ୍କ ଚତୁଃପାର୍ଶ୍ୱରେ ଘୁରି ଆସିବା ସମୟ, ଯାହା ପୃଥିବୀ ତୁଳନାରେ 12 ଗୁଣ ଅଧିକ ହୁଏ, ସେଇଥିପାଇଁ ପ୍ରତି 12 ବର୍ଷରେ କୁମ୍ଭମେଳାର ଆୟୋଜନ କରାଯାଏ। କୁମ୍ଭମେଳା କେବେ ଆରମ୍ଭ ହେଲା ସେ ବିଷୟରେ ଧାରଣା ହୁଏତ ଅନେକଙ୍କ ପାଖରେ ନଥାଇପାରେ। ଆମେ ମଧ୍ୟ ସେଥିରେ ଅନଭିଜ୍ଞ।
କିନ୍ତୁ ଚଳିତ ସମୟରେ ବିଶ୍ୱରେ ସୂଚନା ଓ ପ୍ରୌଦ୍ୟୋଗିକୀର କ୍ରାନ୍ତି ଚାଲୁଥିବା ସମୟରେ ପ୍ରତ୍ୟେକ ଘଟଣା ତ୍ୱରାନ୍ୱିତ ଭାବରେ ପ୍ରସାର ହୋଇପାରୁଛି ଏବଂ ମହାକୁମ୍ଭ ମେଳା ବା ସେଥିରୁ ବାଦ୍ ପଡ଼ନ୍ତା କେମିତି? ସନାତନ ହିନ୍ଦୁ ଧର୍ମର ଧାର୍ମିକ ଆସ୍ଥା ଓ ବିଶ୍ୱାସକୁ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ପ୍ରଚାର ଓ ପ୍ରସାର କରିନଥିବେ ଚିନ୍ତା କରି ଦେଖନ୍ତୁ। ଚଳିତ ମହାକୁମ୍ଭରେ 40 କୋଟି ଲୋକଙ୍କ ସମାଗମ ହେବ ବୋଲି ଶୁଣାଯାଉଛି। ସଦ୍ୟ ପ୍ରାପ୍ତ ସୂଚନା ଅନୁସାରେ ଏହା 60 କୋଟି ପର୍ଯ୍ୟନ୍ତ ଯାଇପାରେ ବୋଲି ମଧ୍ୟ କୁହାଯାଉଛି। ଏହିଭଳି ଜନସମାଗମ ଏହି ପୃଥିବୀ ପୃଷ୍ଠରେ କେବେ ବି ଦେଖିବାକୁ ମିଳିନଥିଲା କି ହୁଏତ ଆଗକୁ ଦେଖିବାକୁ ନ ମିଳିପାରେ। ସୂଚନା ପ୍ରୌଦ୍ୟୋଗିକୀ ଯୁଗରେ ଯେତେବେଳେ ପ୍ରତ୍ୟେକ ଖବର ଓ ଘଟଣାର ଦୃଶ୍ୟ ହାତ ପାହାନ୍ତାରେ ମିଳିପାରୁଛି, ସେତେବେଳେ ଲୋକମାନେ ଘରେ ବସି କୁମ୍ଭମେଳାର ଦୃଶ୍ୟ ଦେଖି ଆନନ୍ଦିତ ହୋଇପାରନ୍ତେ। କିନ୍ତୁ ସତେ ଯେମିତି ପ୍ରତିଯୋଗିତାଟିଏ ଆରମ୍ଭ ହୋଇଛି। ଚାଲ କୁମ୍ଭ ଯିବା। ଯାହାକୁ ଦେଖ ସିଏ ସେଇ ଏକା କଥା, ଭାଇ କୁମ୍ଭ ଯାଉଛନ୍ତି କି? କୁମ୍ଭମେଳାରେ ଅଂଶଗ୍ରହଣ କରିବା ସୌଭାଗ୍ୟର କଥା ନିଶ୍ଚୟ। ହେଲେ ଯଦି ମନରେ ଧାର୍ମିକ ଓ ସାତ୍ବିକ ଭାବନା ରହିଛି ଏବଂ କୌଣସି ପାପ ବା କଳୁଷ ନାହିଁ, କେବଳ ତାହା ହେଲେ ହିଁ ଆପଣଙ୍କ ଯାତ୍ରା ସଫଳ ବୋଲି ଧରାଯାଇପାରେ। ହେଲେ ସତେ ଯେମିତି କୁମ୍ଭ ଏକ ଧାର୍ମିକ ଆୟୋଜନ ନୁହେଁ, ବରଂ କୌଣସି ଏକ ଯାତ୍ରା ବା ମେଳା ହୋଇଯାଇଛି। ସମସ୍ତେ ସେହି ଯାତ୍ରା ବା ମେଳାରେ ଅଂଶଗ୍ରହଣ କରିବା ପାଇଁ ଚେଷ୍ଟା କରୁଛନ୍ତି। ଅଧିକାଂଶ ଲୋକ ନିଶ୍ଚୟ ଭାବରେ ଏହି ଭବ୍ୟ ଆୟୋଜନରେ ସମ୍ମିଳିତ ହେବାର ସୌଭାଗ୍ୟକୁ ଉପଲବ୍ଧି କରିବାକୁ ଚାହୁଁଥାଇପାରନ୍ତି, ସେଥିରେ ଦୁଇମତ ନାହିଁ। କିନ୍ତୁ କିଛି ଲୋକ ସେଠାରେ କେବଳ ଏଥିପାଇଁ ଯିବାକୁ ଚାହୁଁଛନ୍ତି କାରଣ ସମସ୍ତେ ଯାଉଛନ୍ତି। ଏହାକୁ ମେଣ୍ଢାପଲଙ୍କର ସମଗତି ବୋଲି ଧରି ନିଆଯାଇପାରେ। ଆଜୀବନ ଧାର୍ମିକ ଭାବନାକୁ ଭ୍ରୂକ୍ଷେପ କରିନଥିବା କିଛି ଉଚ୍ଛୃଙ୍ଖଳ ଜୀବ ମଧ୍ୟ ଏଠାରେ ବିଚରଣ କରୁଥିବାର ଦେଖିବାକୁ ମିଳୁଛି, ଯେଉଁମାନେ କାହାକୁ ସମ୍ମାନ ଦେବା ଅପେକ୍ଷା ସେମାନଙ୍କ ପ୍ରତି ଅଭଦ୍ରୋଚିତ ବ୍ୟବହାର କରିବାକୁ ମଧ୍ୟ ପଛାଉନାହାନ୍ତି। ସାଧୁସନ୍ଥଙ୍କ ଜୀବନଚର୍ଯ୍ୟାକୁ ଭଲ ଭାବରେ ବୁଝିନଥିବା କିଛି ନୂତନ ପିଢ଼ିର ଉଚ୍ଛୃଙ୍ଖଳ ବ୍ୟକ୍ତି ନିଜକୁ ବା ନିଜ ଭିଡ଼ିଓକୁ ଭାଇରାଲ କରିବା ଉଦ୍ଦେଶ୍ୟରେ ସେଠାରେ ଉପସ୍ଥିତ ସାଧୁସନ୍ଥଙ୍କୁ ଅସୁବିଧାରେ ପକାଇବା ଭଳି କାଣ୍ଡ ସବୁ କରୁଛନ୍ତି। ଏହିଭଳି ଆୟୋଜନରେ ଉପସ୍ଥିତ ଅଗଣିତ ଆଖଡ଼ା ବା ଆଶ୍ରମରେ ଥିବା ମହାନ ସାଧୁମାନଙ୍କ ସାନ୍ନିଧ୍ୟ ଅପେକ୍ଷା ଏମାନେ ସେଠାରେ ବୁଲୁଥିବା ସୁନ୍ଦରୀ ମହିଳାଙ୍କ ଗୁଣଗାନ କରିବା ଶ୍ରେୟସ୍କର ମନେ କରୁଛନ୍ତି। ନୂଆ ନୂଆ ସାଧୁଙ୍କ ବେଶ ଧାରଣ କରିଥିବା କିଛି ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜୀବନ ହେଉ ବା ସୁନ୍ଦର ଦେଖାଯାଉଥିବା ସାଧ୍ୱୀ ହୁଅନ୍ତୁ, ସମସ୍ତଙ୍କୁ କିଭଳି ନିଜ ମୋବାଇଲ ବା କ୍ୟାମେରାରେ କଏଦ କରି ନେଇ ସମସ୍ତଙ୍କୁ ଦେଖାଇବି, ସେହି ଭାବନା ଅନେକଙ୍କ ମନରେ ଘର କରିଛି। ୟୁଟ୍ୟୁବରେ କୁମ୍ଭମେଳାର ଭବ୍ୟତା ଦେଖାଇବା ସହ ବିଭିନ୍ନ କମ୍ପାନୀର ପ୍ରଚାର କରିବା ପାଇଁ 300ରୁ ଅଧିକ କଣ୍ଟେଣ୍ଟ କ୍ରିଏଟରଙ୍କୁ କର୍ମ ନିଯୁକ୍ତି ଦିଆଯାଇଛି। କୁମ୍ଭମେଳା ଯେ କେବଳ ଧର୍ମ ମୋକ୍ଷର ମେଳା ନୁହେଁ, ବରଂ ଏହା ଅନେକଙ୍କ ପାଇଁ ଅର୍ଥ ଉପାର୍ଜନର ଏକ ଅନନ୍ୟ ପନ୍ଥା ମଧ୍ୟ ହୋଇପାରିଛି। ଆପଣମାନେ ହୁଏତ ଶୁଣିଥିବେ ଯେ ପ୍ରୟାଗରାଜକୁ ଯାଉଥିବା ଅଧିକାଂଶ ଉଡ଼ାଜାହାଜରେ ବର୍ତ୍ତମାନ ସିଟ୍ ମିଳୁନାହିଁ। ବିଗତ ଦିନରେ କେହି ଜଣେ ଅଭିଯୋଗ କରିଥିଲେ ଯେ ବେଙ୍ଗାଲୁରୁରୁ ଆମେରିକା ଯିବା ପାଇଁ ଯେତିକି ଖର୍ଚ୍ଚ କରିବାକୁ ହେଉଛି, ପ୍ରୟାଗରାଜ ଯାଇ ଫେରିବାକୁ ସମାନ ଖର୍ଚ୍ଚ କରିବାକୁ ହେଉଛି। ଏଥିରେ ଆମେ ଉଡ଼ାଜାହାଜ ଚଳାଉଥିବା ସଂସ୍ଥାକୁ ଦୋଷ ଦେଇ ଲାଭ ନାହିଁ, କାରଣ ଭାରତରେ ବିମାନ ପ୍ରାଧିକରଣ ସଂସ୍ଥା ରହିଛି, ଯାହା ସରକାର ସମର୍ଥିତ ସଂସ୍ଥା ଏବଂ ସେହି ସଂସ୍ଥାର ବିନା ଅନୁମୋଦନରେ କୌଣସି ବିମାନ ଚଳାଉଥିବା ସଂସ୍ଥା ଦର ବୃଦ୍ଧି କରିପାରିବେ ନାହିଁ। ଅର୍ଥାତ୍ ସରକାରଙ୍କ ଜଣାତରେ ହରିଲୁଟ ହେଉଛି ବୋଲି ମଧ୍ୟ କହିହେବ। ସେହିଭଳି ପ୍ରୟାଗରାଜ କ୍ଷେତ୍ରରେ ଥିବା ଅଧିକାଂଶ ହୋଟେଲ ମଧ୍ୟ ନିଜର ଦର ବୃଦ୍ଧି କରିଛନ୍ତି। ଅବଶ୍ୟ ଅନେକ ସ୍ଥାନରେ ମାଗଣାରେ ଖାଇବା ଜିନିଷ ମିଳିଯାଉଛି, ତଥାପି ସେଠାରେ ପ୍ରତ୍ୟେକ ଜିନିଷର ଦର 2ରୁ 3 ଗୁଣା ହୋଇଛି ବୋଲି ଫେରିଥିବା ବ୍ୟକ୍ତିମାନେ ମତ ଦେଇଛନ୍ତି। ମହାକୁମ୍ଭ ବାସ୍ତବରେ ଏକ ଭବ୍ୟ ଓ ବିଶାଳ ଆୟୋଜନ। ଭାରତର ଜନସଂଖ୍ୟାର ଅର୍ଦ୍ଧେକ ଏହି ମହାମେଳାରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଯୋଗ ଦେଉଛନ୍ତି। ଘରେ ବସି ମଧ୍ୟ ଏହି ମେଳାର ଭବ୍ୟତାକୁ ଅନୁଭବ କରିହେଉଛି। ଛୋଟ ଛୋଟ ମେଳା ମହୋତ୍ସବରେ ଅନେକ ଦୁର୍ଘଟଣା ଘଟୁଥିବା ବେଳେ ମହାକୁମ୍ଭ ଭଳି ସ୍ଥାନରେ ମଧ୍ୟ ଦୁର୍ଘଟଣା ଘଟିବା ଆଶ୍ଚର୍ଯ୍ୟଜନକ ମନେ ହୁଏ ନାହିଁ। ଏତେ ଲୋକଙ୍କ ରହିବା ଖାଇବା ଆଦି ବିଷୟ ବୁଝିବା ସମ୍ଭବପର ମନେ ହୁଏ ନାହିଁ। ତଥାପି ମାତ୍ର 2 ସପ୍ତାହରେ ପାଖାପାଖି 35 କୋଟି ଶ୍ରଦ୍ଧାଳୁ ସ୍ନାନ କରିସାରିଲେଣି ଏବଂ ଆଗକୁ ଥିବା ଆହୁରି 3 ସପ୍ତାହରେ ଏହି ସଂଖ୍ୟା ଯେ କେତେ ଅଧିକ ହେବ ତାହା ଚିନ୍ତା କରିଲେ
ଆଶ୍ଚର୍ଯ୍ୟ ଲାଗୁଛି। ଏହିଭଳି ଭବ୍ୟ ଆୟୋଜନରେ ଯୋଗ ଦେବା ପାଇଁ ମନ ବ୍ୟାକୁଳ ହେଉଥିବା ସ୍ୱାଭାବିକ, କିନ୍ତୁ ସାମ୍ପ୍ରତିକ ସମୟରେ ସେଠାରେ ହେଉଥିବା ଅଗଣିତ ଅଘଟଣର ଖବର, ଅବ୍ୟବସ୍ଥାର ସୂଚନା ଶୁଣିବା ପରେ ଅନେକେ ହୁଏତ ନିଜର ଗସ୍ତ ବାତିଲ କରିପାରନ୍ତି। ଯେଉଁମାନେ ଧାର୍ମିକ ଆସ୍ଥାର ବଶବର୍ତ୍ତୀ ହୋଇ କୁମ୍ଭମେଳାରେ ଅଂଶଗ୍ରହଣ କରିବେ ସେମାନେ ନିଶ୍ଚୟ ଯିବେ, କିନ୍ତୁ ଯେଉଁମାନେ କେବଳ ପର୍ଯ୍ୟଟନ ବା ଲୋକ ଦେଖାଣିଆ ପାଇଁ ଯିବାକୁ ମନ ବଳାଇଥିଲେ ସେମାନେ ଆଦୌ ଯିବେ ନାହିଁ। ଆପଣ କୁମ୍ଭମେଳା ଯାଇଛନ୍ତି କି? ଯିବାକୁ ଯୋଜନା କରୁଛନ୍ତି କି? ଆପଣଙ୍କ ମତାମତ କ'ଣ? କମେଣ୍ଟ କରି ଜଣାନ୍ତୁ।